ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜି ମୋର ଜନ୍ମଦିନ ଅଟେ ଆଉ ମୁଁ ବହୁତ ଖୁସି, ବହୁତ ଆନନ୍ଦିତ। ମୋହର ପରମେଶ୍ୱର ମୋତେ ଏତେ ବର୍ଷ ଯାଏ ବଞ୍ଚାଇକି ରଖିଅଛନ୍ତି ଆପଣମାନଙ୍କର ପ୍ରାର୍ଥନା ଆଉ ଆପଣମାନଙ୍କର ପ୍ରେମ ଯୋଗୁଁ। ହାଲେଲୁୟା। ଆପଣମାନେ ମୋତେ ଏତେ ପ୍ରେମ ଦେଲେ, ଏତେ ସାହାଯ୍ୟ କଲେ, ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଅଛି ସହୃଦୟର ସହିତ। ହାଲେଲୁୟା। ଆଜି ପରମେଶ୍ୱର ଆପଣମାନଙ୍କ ସମ୍ମୁଖରେ ଆସିବା ପାଇଁ ମୋତେ କହିଲେ, ତେବେ ମୁଁ ଆପଣମାନଙ୍କ ପାଖକୁ ଆସିକି ଧନ୍ୟବାଦ କହୁଅଛି। ହାଲେଲୁୟା। ହେଲେ ଆଜି ମୁଁ ଗୋଟିଏ ବିଷୟ କହିବା ପାଇଁ ଚାହୁଁଅଛି ଯେ ଆମ ମନୁଷ୍ୟମାନଙ୍କର ଜୀବନ 2 ଦିନର ଅଟେ। କେତେବେଳେ କ'ଣ ହୋଇଯିବ ଆମେ କେହି ମଧ୍ୟ ଜାଣିନାହିଁ। ହାଲେଲୁୟା। ଆମେ ଯେତେବେଳେ ଶୋଇ ପଡ଼ିଥାଉଁ ସେତେବେଳେ ମଧ୍ୟ କ'ଣ ହୋଇଯିବ ଆମେ ତାହା ମଧ୍ୟ ଜାଣୁନାହିଁ। ହାଲେଲୁୟା। ମନୁଷ୍ୟ ଶୋଇ ଶୋଇ ମଧ୍ୟ ଚାଲି ଯାଇଥାଏ, ଚାଲୁ ଚାଲୁ ମଧ୍ୟ ପଡ଼ିକି ସେ ତାର ପ୍ରାଣ ଶେଷ ହୋଇଯାଇଥାଏ। ମନୁଷ୍ୟ ବାଇକ୍ରେ ଯାଉ ଯାଉ କେତେବେଳେ ତାର ଆକ୍ସିଡେଣ୍ଟ ହୋଇଯିବ, ସାଇକେଲରେ ଯାଉ ଯାଉ ତାର କେତେବେଳେ ଆକ୍ସିଡେଣ୍ଟ ହୋଇଯିବ, ତାର ଜୀବନ ଚାଲିଯିବ, ସେ ଜାଣିପାରେ ନାହିଁ। ହାଲେଲୁୟା। ହେଲେ ପରମେଶ୍ୱର ଆମମାନଙ୍କୁ ନୂତନ ଦିନ ପ୍ରତ୍ୟେକ ଦିନ ଦେଇଥାନ୍ତି ତାଙ୍କର ଆଶୀଷ, ତାଙ୍କରି ଅନୁଗ୍ରହ, ତାଙ୍କର କରୁଣା ହେତୁ। ଆଉ ସବୁଠାରୁ ବଡ଼ କଥା ତାଙ୍କରି ପ୍ରେମ ଯୋଗୁଁ ଆମେ ସମସ୍ତେ ଗୋଟିଏ ନୂତନ ଦିନ ପ୍ରତ୍ୟେକ ଦିନ ପାଇଥାଉ। ହାଲେଲୁୟା। ଆଉ ସେଥିପାଇଁ ଆମେ ପରମେଶ୍ୱରଙ୍କୁ ପ୍ରତ୍ୟେକ ଦିନ ଧନ୍ୟବାଦ ଦେବା। ଆଉ ମୁଁ ତ କହେ ମୋର ଥଟ୍ରେ ଯେ ଆମେ ମନୁଷ୍ୟମାନଙ୍କର ଜୀବନ ବା ମନୁଷ୍ୟମାନଙ୍କର ଜନ୍ମ ପ୍ରତ୍ୟେକ ଦିନ ହୋଇଥାଏ। ଜାଣିଛନ୍ତି କେଉଁ ପ୍ରକାରେ? ଆମେ ଯେତେବେଳେ ଶୋଇପଡ଼ୁ, ଶୋଇକି ଉଠିବୁ ନ ଉଠିବୁ, ସୁପ୍ରଭାତ ଦେଖିବୁ ନ ଦେଖିବୁ, ସୂର୍ଯ୍ୟର କିରଣ ଆମମାନଙ୍କର ଭାଗ୍ୟରେ ଅଛି ନ ଅଛି ତାହା ମଧ୍ୟ ଆମେ ଜାଣିନାହିଁ। ହେଲେ ପରମେଶ୍ୱରଙ୍କର ଦୟା ହେତୁ, ପରମେଶ୍ୱରଙ୍କର ଅନୁଗ୍ରହ ହେତୁ, ପରମେଶ୍ୱରଙ୍କର ପ୍ରେମ ହେତୁ ଆମେ ପ୍ରତ୍ୟେକ ସୁପ୍ରଭାତ ଦେଖୁଅଛୁ। ପ୍ରତ୍ୟେକ ନୂତନ ଦିନ ଆମମାନଙ୍କୁ ପରମେଶ୍ୱର ଦେଉଅଛନ୍ତି। ହାଲେଲୁୟା। ଆଉ ଆମେ ଆନନ୍ଦର ସହିତ ସେହି ସୁପ୍ରଭାତକୁ ଦେଖୁଅଛୁ। ସେଥିପାଇଁ ପ୍ରିୟମାନେ, ମୁଁ ଆଉ ଆପଣମାନେ ସମସ୍ତେ ପ୍ରତ୍ୟେକ ଦିନ ସୁପ୍ରଭାତ ଉଠି ଆମେ କାହାକୁ ଧନ୍ୟବାଦ କରିବା? ଆମର ସ୍ୱର୍ଗସ୍ଥ ପିତାକୁ ଆମେ ଧନ୍ୟବାଦ କରିବା। ହାଲେଲୁୟା। ସେହି ପରମେଶ୍ୱରଙ୍କୁ ଆମେ ଧନ୍ୟବାଦ କରିବା, କାରଣ ତାଙ୍କର ପ୍ରେମ ଯୋଗୁଁ ଆମେ ସମସ୍ତେ ବଞ୍ଚିଅଛୁ। ହାଲେଲୁୟା। ଆଉ ଆଜି ମୋର ଜନ୍ମଦିନ ଅଟେ। ସମସ୍ତେ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ଏହି ପ୍ରକାରେ ଆପଣମାନଙ୍କର ପ୍ରେମ, ଆପଣମାନଙ୍କର ସାହାଯ୍ୟ, ଆପଣମାନଙ୍କର ସପୋର୍ଟ ମୋ ସଙ୍ଗରେ ଥାଉ। ମୁଁ ଆପଣମାନଙ୍କ ପାଇଁ ମୁଁ ପ୍ରତ୍ୟେକ ଦିନ ଜୀବନ ଥିବା ପର୍ଯ୍ୟନ୍ତ ପ୍ରାର୍ଥନା କରି ଚାଲିବି। ଆପଣମାନଙ୍କର ପ୍ରାର୍ଥନାର ରିକ୍ୱେଷ୍ଟକୁ ପରମେଶ୍ୱରଙ୍କ ଚରଣ ପାଖକୁ ନେଇକି ଯିବି। ହାଲେଲୁୟା। ଧନ୍ୟବାଦ ନିଜର ବହୁମୂଲ୍ୟ ସମୟକୁ ଦେଇ ଏହି ମୋର କଥାକୁ ଶୁଣିବାରୁ। ଧନ୍ୟବାଦ।